ମ୍ୟାଥ୍ ଏମିତି ବହୁତ ବଢିଆ ବଢିଆ କନସେପ୍ଟ ଅଛି ଆମେ ଜାଣିନାହାନ୍ତି। ଆଜି ମୁଁ ତମକୁ ଏମିତି ଗୋଟେ କନସେପ୍ଟ କହିବି ଆଉ ମୁଁ ଗ୍ୟାରେଣ୍ଟି ଦେଇକି କହୁଛି ତମେ ମାନେ କେହି ଜାଣିନଥିବ। ଦେଖ, ୱାନ୍ ର କ୍ୟୁବ୍, ଟୁ ର କ୍ୟୁବ୍, ଥ୍ରୀ ର କ୍ୟୁବ୍, କୌଣସି ନମ୍ବର କ୍ୟୁବ୍ ମାନେ ଆମେ ଜାଣିଛନ୍ତି ସେ ନମ୍ବରଟାକୁ 3 ଥର ଗୁଣିବା। କିନ୍ତୁ ଆଉ ଗୋଟେ ମେଥଡରେ ବି କରିପାରିବା। ଦେଖ, ତମେ ମାନେ ସମସ୍ତେ ଅଯୁଗ୍ମ ସଂଖ୍ୟା ଜାଣିଥିବ, 1, 3, 5, 7, 9, 11 ଏଗୁଡାକ ସବୁ ଅଯୁଗ୍ମ ସଂଖ୍ୟା। 1 ର କ୍ୟୁବ୍ କହିଛି ମାନେ ଦେଖ, 1 ର କ୍ୟୁବ୍ କହିଛି ମାନେ ପ୍ରଥମ ଗୋଟେ ଅଯୁଗ୍ମ ସଂଖ୍ୟା କୋଉଟା? 1। 1 ର କ୍ୟୁବ୍ ହେଇଯିବ 1। 2 ର କ୍ୟୁବ୍ କହିଛି ମାନେ 1 ର ପର ଦୁଇଟି ଅଯୁଗ୍ମ ସଂଖ୍ୟା, କାରଣ 2 ର କ୍ୟୁବ୍ କହିଛି। 1 ର ପର ଦିଟା ଅଯୁଗ୍ମ ସଂଖ୍ୟା କେତେ? 3 ଆଉ 5, ତାକୁ ମିଶେଇ ଦେଲେ କେତେ ହେଇଯିବ? 8। 2 ର କ୍ୟୁବ୍ ମାନେ 2 କୁ 3 ଥର ଗୁଣିଲେ ହେଇଯିବ 8। ତାପରେ 3 ର କ୍ୟୁବ୍, 3 ମାନେ କେତେ? 3ଟା। 5 ର ପର ତିନିଟା ଅଯୁଗ୍ମ ସଂଖ୍ୟା, କାରଣ ଦେଖ 2 ର କ୍ୟୁବ୍ ରେ ଦିଟା ଅଯୁଗ୍ମ ସଂଖ୍ୟା ଦେଇଥିଲା, 3 ଆଉ 5। 3 ର କ୍ୟୁବ୍ ମାନେ 5 ର ପର ତିନିଟା, କେତେ? 7, 9, 11। ଏ ତିନିଟା ମିଶିଲେ ହବ 27। 11 9 20 27। 3 ର କ୍ୟୁବ୍ ମାନେ 3 କୁ 3 ଥର ଗୁଣିଲେ ହେଇଯିବ 27। ସେମିତି 4 ର କ୍ୟୁବ୍ ମାନେ 11 ର ପର ଚାରିଟା ଅଯୁଗ୍ମ ସଂଖ୍ୟା, କାହିଁକି ନା 4 ର କ୍ୟୁବ୍ ଦେଇଛି। 11 ର ପର ଚାରିଟା କେତେ? 13, 15, 17, 19। ୟାକୁ ମିଶେଇଲେ କେତେ ହେଇଯିବ? 64। ଦେଖ, ସେମିତି 5 ର କ୍ୟୁବ୍, 5 ର କ୍ୟୁବ୍ କେତେ ହେଇଯିବ? 5 5 25 50 125। ତମେ ଏମିତି କରିପାରିବ କିମ୍ବା 19ଟା ପର ପାଞ୍ଚଟା ଅଯୁଗ୍ମ ସଂଖ୍ୟାକୁ ମିଶେଇ ଦେଇକି 5 ର କ୍ୟୁବ୍ ବାହାର କରିପାରିବ। ଭିଡିଓଟା ଭଲ ଲାଗିଥିଲା ଲାଇକ୍ ସେୟାର ସବସ୍କ୍ରାଇବ କରିବା ପାଇଁ ଭୁଲିବନି। ଥ୍ୟାଙ୍କ ୟୁ।